ବାଂଲାଦେଶର ଲୋକ ଯାହାକୁ ଶତ୍ରୁ ବୋଲି ଭାବୁଛନ୍ତି ଆପଣ ତାକୁ ଆଣିକି ଘରେ ପୁରେଇକି ଆଶ୍ରୟ ଦେବେ ଏବଂ ଗରିବ ଲୋକଟିଏ ବଙ୍ଗଳା ଭାଷା କହୁଥିବାରୁ ବଙ୍ଗଳା ଦେଶର ନୁହଁ ବଙ୍ଗଳା ଭାଷା କହୁଥିବାରୁ ଆପଣ ତାକୁ ଆକ୍ରମଣ କରିବେ ଏବଂ ପୁରା ହୋଲ୍ ମେକାନିଜମ୍ ଗଭର୍ଣ୍ଣମେଣ୍ଟ ମେକାନିଜମ୍ ଏବଂ ରାଜନୈତିକ ଇକୋସିଷ୍ଟମ୍ ଚୁପ୍ ରହିବ ନୀରବ ସମର୍ଥନ ଜଣାଇବ। ମୋତେ କୁହନ୍ତୁ ଆଜି ଆପଣ କେଇଟା ଏମଏଲଏ କେଇଟା ପାଖଣ୍ଡି କେଇଟା ଯେଉଁ ଯାତ୍ରା ନାଟକବାଜି ଜୋକର ଗୁଡ଼ା କହୁଛନ୍ତି ଶାହରୁଖ ଖାନକୁ ନେଇକି ପ୍ରଶ୍ନ ଉଠାଉଛନ୍ତି ତାଙ୍କ ଦେଶପ୍ରେମକୁ ନେଇକରି ସେ ଶାହରୁଖ ଖାନଙ୍କ ଇତିହାସ ସେ ବି ଜାଣିନାହାନ୍ତି ଯେଉଁମାନଙ୍କର କିଛି ଶିକ୍ଷା ଦୀକ୍ଷା ନାହିଁ ଯେଉଁମାନେ ହ୍ୱାଟ୍ସଆପ୍ ୟୁନିଭର୍ସିଟିରୁ ଡେଉଁଛନ୍ତି ରାତିରେ ଗରିବ ଲୋକମାନଙ୍କୁ ମିସ୍ତ୍ରୀମାନେ ଯେଉଁ କାମ କରିବା ଆସୁଛନ୍ତି ତାକୁ ଷ୍ଟେସନରେ ଗୋଡ଼େଇକି ଏଠି ସେଠି ପିଟୁଛନ୍ତି ଆଧାର କାର୍ଡ଼ ମାଗୁଛନ୍ତି ଆରେ ଭାଇ ହୁ ଦି ହେଲ୍ ୟୁ ଆର୍ ତମର କି ଅଧିକାର ଅଛି ତମେ କ'ଣ ମାଗିବ ମୋତେ ଆଧାର କାର୍ଡ଼ ଦେଖେଇବେ ତମର କିଏ ଅଧିକାର ଅଛି ଯଦି କାଲି କଲିକତାର ସବୁ ଲୋକ ଠିଆ ହେଇଯିବ ୱେଷ୍ଟବେଙ୍ଗଲରେ ଠିଆ ହେବେ ଏବଂ ଓଡ଼ିଆମାନଙ୍କୁ ସେଭଳି ପଚାରିବେ ଏବଂ ନିର୍ଯାତନା ଦେବେ ତ ଯାହାର ଦୂରଦୃଷ୍ଟି ଥିବ ତାର ଦୂରଦୃଷ୍ଟି ଛାଡ଼ନ୍ତୁ ଯାହାର ମୁଣ୍ଡରେ ମସ୍ତିଷ୍କ ଥିବ ସେମିତି କରିବ ଯାହା ମୁଣ୍ଡରେ ଗୋବର ଥିବ। ପ୍ରଥମ କଥା ହେଲା ଯେ ଏ ଯେଉଁ ବାଂଲାଦେଶକୁ ମୁଦ୍ଦା କରିକିରି ଗତ କିଛି ମାସ ହେଲା ଦେଶ ସାରା ଏବଂ ଓଡ଼ିଶାରେ ମଧ୍ୟ ବହୁତ ଉତ୍ପାତ ରଚାଯାଉଛି ଆଉ ବହୁତ ହଠାତ୍ କିନା ଯେମିତି ପୁଳାଏ ତଥାକଥିତ ଦେଶପ୍ରେମୀ ଜନ୍ମ ହୋଇଯାଇଛନ୍ତି ଯେଉଁମାନଙ୍କୁ ବାଂଲାଦେଶରେ କ'ଣ ସ୍ଥିତି ହେଇଛି ହିନ୍ଦୁମାନଙ୍କର ବୋଲିକି ତାଙ୍କୁ କାନ୍ଦ ମାଡ଼ୁଛି ଆଉ ସେମାନେ ନିରୀହ ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି ଆଉ ତାଙ୍କୁ ଆକ୍ଷେପ କରୁଛନ୍ତି। କିନ୍ତୁ ଏ ଦେଶରେ ଯେତେବେଳେ ଆପଣ ଦେଖିବେ ହରିଓମ ବାଲ୍ମୀକିକୁ ପିଟି ପିଟି ମାରି ଦିଆଗଲା ରାୟବରେଲୀରେ ଆପଣ ଦେଖିବେ ଦେଶ ସାରା ଏବେ ତ ଏଠି ବି ଆମେ ଦେଖିଲେ ଜଣେ ଦଳିତ ଲୋକ ଛତିଶଗଡ଼ର କାମ କରିବା ପାଇଁ ଥିଲେ କେରଲା ସେଠି ତାଙ୍କୁ ପିଟି ପିଟି ମାରିଦେଲା କି ବାଘେଲେ ଜଣେ ଆମେ କହୁଛୁ ଦେଶ ସାରା ଦଳିତମାନଙ୍କ ଉପରେ ଯେଉଁ ମବ୍ ଲିଞ୍ଚିଂ କରାହେଉଛି ପିଟି ପିଟି ମାରି ଦିଆହେଉଛି କିଏ ମାରୁଛି ତାକୁ ମୁଁ ତ କାହିଁ ଆଜି ପର୍ଯ୍ୟନ୍ତ ଦେଖିନି କୌଣସି ଖ୍ରୀଷ୍ଟିଆନ ଲୋକ କିମ୍ବା କୌଣସି ଶିଖ ଧର୍ମର ଲୋକ କିମ୍ବା କୌଣସି ମୁସଲମାନ ଲୋକ ଏକାଠି ହେଇକିନା ଜଣେ ଦଳିତ ଲୋକଙ୍କୁ ବା ଆଦିବାସୀ ଲୋକଙ୍କୁ ପିଟି ପିଟି ମାରିବା ଯେତେ ମବ୍ ଲିଞ୍ଚିଂ ଶିକାର ହେଇଛନ୍ତି ଦଲିତ ଆଦିବାସୀମାନେ ଇଏ କରୁଛି କିଏ ହିନ୍ଦୁ ଧର୍ମ ଲୋକମାନେ କରୁଛନ୍ତି ଆଉ ତୁମେ ସେପଟେ କହୁଛ କ'ଣ ନା ବଟକେ ତ କଟକେ ଆରେ ବାଣ୍ଟୁଛ ତ ତୁମେ କାଟୁଛ ବି ତୁମେ ଯଦି ଭାରତରେ ମରୁଥିବା ନିର୍ଦ୍ଦୋଷ ଦଳିତ ଭାଇମାନଙ୍କର ଜୀବନର କିଛି ମୂଲ୍ୟ ନାହିଁ କିନ୍ତୁ ବିଦେଶରେ ରହୁଥିବା ହିନ୍ଦୁମାନଙ୍କ ପ୍ରତି ତୁମର ଏତେ ଦରଦ ଯେ ଦେଶରେ ରହୁଥିବା ଲୋକମାନଙ୍କୁ ତୁମକୁ ତୁଚ୍ଛ ପୋକମାଛି ପରି ଲାଗୁଛି ତାର ପଛରେ ଗୋଟେ ବହୁତ ବଡ଼ କାରଣ ଅଛି। ଆପଣ ଦେଖିବେ 90 ଦଶକରେ ହରିୟାଣାର ଝଝରରେ ମଲା ଗାଈର ଚମଡ଼ା ଛାଲୁଥିବା 5 ଜଣ ଦଳିତ ଭାଇମାନଙ୍କୁ ଥାନା ଠାରୁ ମାତ୍ର 100 ମିଟର ଦୂରରେ ପିଟି ପିଟିକିରି ଯେଉଁଭଳି ବର୍ବରୋଚିତ ଭାବେ ମାରି ଦିଆଗଲା ଆଉ ତାପରେ ଆପଣ ବିଶ୍ୱ ହିନ୍ଦୁ ପରିଷଦର ଯେଉଁମାନେ ବଡ଼ ନେତା ଥିଲେ ସେମାନଙ୍କର ଷ୍ଟେଟମେଣ୍ଟ ଦେଖନ୍ତୁ ସେମାନେ କହିଥିଲେ ଗୋଟେ ଗାଈର ଜୀବନର ମୂଲ୍ୟ 5 ଜଣ ଦଳିତଙ୍କ ଜୀବନର ମୂଲ୍ୟ ଅପେକ୍ଷା ଅଧିକା। ଏଇ ଯେଉଁ ଭୟଙ୍କର ବିଚାର ଏ ବିଚାର ଭାରତବର୍ଷରେ ଦଳିତମାନଙ୍କୁ ମଣିଷ ଭାବରେ ସମ୍ମାନ ମର୍ଯ୍ୟାଦା ସ୍ୱୀକୃତି ଦିଏ ନା ତେଣୁ ଆଙ୍କର ଦରଦ ଉଛୁଳି ପଡ଼ୁଛି ବାଂଲାଦେଶର ସେ ହିନ୍ଦୁମାନଙ୍କ ପାଇଁ ଏବଂ ଜାଣି ରଖିବା ଉଚିତ ବାଂଲାଦେଶରେ ଯେଉଁ ହିନ୍ଦୁଟେ ବି ମରିଛି ସେ ବି ଦଳିତ ହୁଏତ ସେ ବାଂଲାଦେଶରେ ନଥାଏ ଯଦି ଭାରତରେ ଥାନ୍ତା ଏଇମାନେ ତାକୁ ପିଟିକି ମାରିଥାନ୍ତେ ଯେଉଁମାନେ ଆଜି ତା ପାଇଁ ତଥାକଥିତ ଲୁହ ଗଡ଼ାଉଛନ୍ତି। ତେଣୁ ଏମାନଙ୍କର ଏଇଟା ହିପୋକ୍ରାସି ଏବଂ ବାଂଲାଦେଶୀ କଥା କହୁଛି ଆପଣ ଦେଖିବେ ଗାଁ ଗଣ୍ଡାରେ ଗରିବ ବେପାରୀମାନେ ଯେଉଁମାନେ ମୁର୍ସିଦାବାଦରୁ ଆସୁଛନ୍ତି ମେଦିନାପୁରରୁ ଆସୁଛନ୍ତି ମାଲଦାରୁ ଆସୁଛନ୍ତି ପଶ୍ଚିମବଙ୍ଗରେ ଜାଣି ରଖିବା ଯଦି ଆମର ଲକ୍ଷ ଲକ୍ଷ ଲୋକ ବର୍ଷ ଦଶନ୍ଧି ଧରିକି ଆମ ଓଡ଼ିଆ ଲୋକମାନେ ଆମେ କଲିକତା ସହିତ ଆମର ବହୁତ ସାଂସ୍କୃତିକ ସାମାଜିକ ଅର୍ଥନୈତିକ ସମ୍ପର୍କ ଅଛି ପାରିବାରିକ ସମ୍ପର୍କ ଅଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗ କେବେ ନିଜକୁ ଅଲଗା ବି ଭାବି ନାହାନ୍ତି ସାଂସ୍କୃତିକ ଦୃଷ୍ଟିରୁ ଆମର ଲକ୍ଷ ଲକ୍ଷ ଲୋକ ସେଠି ପେଟ ପାଳନା ପାଇଁ ପଡ଼ିକି ରହିଛନ୍ତି ଯୁଗ ଯୁଗ ଧରି ପିଢ଼ି ଧରି ତାଙ୍କ ଉପରେ କୋଉଭଳିଆ ସେମାନଙ୍କ ଜୀବନ ପ୍ରତି କେମିତି ବିପଦ ଆମେ ତିଆରି କରୁଛେ ମୂର୍ଖଙ୍କ ପାଇଁ ମୂର୍ଖ ପଲ ଯେଉଁ ବାହାରିଛନ୍ତି ସେମାନେ ବାଂଲାଦେଶୀ ଆଉ ବାଂଲା ଭାଷୀ ଭିତରେ ତଫାତ୍ ଜାଣିନାହାନ୍ତି। ଆପଣ ଦେଖିବେ ଏଇ ଯେଉଁ ଫ୍ରିଞ୍ଜ ଏଲିମେଣ୍ଟସ୍ ବାହାରିଛନ୍ତି ଯେଉଁମାନଙ୍କର କିଛି ଶିକ୍ଷା ଦୀକ୍ଷା ନାହିଁ ଯେଉଁମାନେ ହ୍ୱାଟ୍ସଆପ୍ ୟୁନିଭର୍ସିଟିରୁ ଡେଉଁଛନ୍ତି ରାତିରେ ଗରିବ ଲୋକମାନଙ୍କୁ ମିସ୍ତ୍ରୀମାନେ ଯେଉଁ କାମ କରିବା ତାକୁ ଷ୍ଟେସନରେ ଗୋଡ଼େଇକି ଏଠି ସେଠି ପିଟୁଛନ୍ତି ଆଧାର କାର୍ଡ଼ ମାଗୁଛନ୍ତି ଆରେ ଭାଇ ହୁ ଦି ହେଲ୍ ୟୁ ଆର୍
तुमर किए अधिकार अच्छी तुम्हें तुम्हें कौन मागिब मत आधार कार्ड देखा तुमर किए अधिकार अच्छी जदि काली कलिकतार सब लोग ठिया वेस्ट बेंगल ठिया हे और ओडिया मानक से पचारे निर्यातना देवे तो जार दूरदृष्टि थी तार दूरदृष्टि छाड़ू जार मुंडरे मस्तिष्क थी सेमती कर जहाँ मुंडर गोबर थी ताको आम कौन कर ये गोबर मस्तिष्क भितर गोबर भरी लोक मैंने से माने वर्तमान ए रास्तार एमती ऑब्वियसली पछरे एवं सत्ता सेमती विषाक्त विचार एवं से भली विषाक्त संगठन अच्छी नले एमाने कालीजा नथिले एमाने कालीजा उत्पादक नथिले आज सरकारंकर प्रत्यक्ष परोक्ष समर्थन प्रोत्साहन बल आप देखुना पुलिस नीरव द्रष्टा सजुची ना पुलिस जदि स्ट्रंग होता आपड़ जदि स्ट्रंग गोटे निर्देशनामा सुप्रीम कोर्ट आगे कहला सुप्रीम कोर्ट स्ट्रिक्टली डायरेक्शन देला जे मॉब लिंचिंग उपरे राज्य माने दियंतु जे एटा किमती न हबो रिटिन पिटिशन दियंतु लेखिक भरोसा एटा कराई दिया जीवनी तामे स्ट्रंग जिते कठोर कड़ा आईन अणा जीव कले कि आज्ञा बीजेपी रूल स्टेट मानकर पर एटा होची गोटे मुख्य राजनीतिक मुद्दा एवं जो बांग्लादेशी कथा को लेकिन एत नाटक चलती बोले आप कहते आपण बांग्लादेशर लोक जहाँ को शत्रु बोली भावुंट आपण ताकू आणिकी घरे पूरेकी आश्रय देवे एवं गरीब लोकटी बंगला भाषा कहूथबारु बंगला देशर नुह बंगला भाषा कहूथबारु आपण ताकू आक्रमण करेंगे एवं पूरा होल मेकानिजम गवर्नमेंट मेकानिजम एवं राजनीतिक इकोसिस्टम चुप रहिबो नीरव समर्थन जनइब मत कहतु आज आपण केटा एमएलए केटा पाखंडी केटा जो यात्रा नाटकबाजी जोकर गुड़ा कहते शाहरुख खान को लेकर प्रश्न उठाऊ देश प्रेम नहीं से शाहरुख खान को इतिहास से भी जानी ना शाहनाज खान जी प्रथमे दिल्ली रो लाल किला रे ब्रिटिश रो पताका को यूनियन जैक को फिंगी तिरंगा उड़े थे से हूँ शाहरुख खान निज जेज हे ग्रांडफादर जी आईएन रे थिले जी नेताजी सुभाष बोस को सहित तांकर पूरा आईएन रो कमांडेंट थिले तांको परिवार कर लोक को तुम्हें कौच जे सी कौन टीम रे कहा रखी देछि तुम्हें परा तुम जदि ससाहस अच्छी तुमर जी फंडिंग जा पैसा तुम्हें कंडे नाच कर नाच तो तार बेपार एजेंट होना देश देश बुलिक जाऊच आदानी झारखंड रू जो विद्युत तैयारी करुच्ची उत्पादन करुच्ची क्या बिकुची बांग्लादेश को बिकुची यदि तुम पाखे एत देश प्रेम अच्छे आदानी घर घेराव कर ताक विरुद्ध में प्रेसर कर ताकू देशद्रोही कहना से क्या बांग्ला से गोटे दिन जब बंद करदे पूरा बांग्लादेशटा अंधार हो ढाका सहर दिन भी राति हो उज्जवल करुच्ची शक्ति दौर आदानी ताठू पैसा नौ बेपार कर पुणी तुम्हें आदानी को किसी कहीपर गरीब गुरुबा तुम ये तेणु ये गोटे जो भयंकर षड्यंत्र चली ये षड्यंत्र हूँ देश भितर परस्पर भितर गोटे असूया भाव घृणा विद्वेष भाव तैयारी करवा एवं एगेन जो भाग कर भोग कर से पॉलिसी रे मूल मुद्दा को लोकों ठारू नजर को हटेबा एवं तांकर जे मुनिब खाउंद जहाँ से माने सत्तार अछंती आदानी अंबानी एमानकर व्यावसायिक साम्राज्य को केमिति तार पथ सुगम करा जाय परिबो सेथिपई काम करवा पूरा सरल रेखा भाव में सांप्रदायिकतावाद एवं क्रोनी कैपिटलिज्म जहाँ को कहुच्छी व्यावसायिक एकछत्रवाद ये दीटा कथा पाई ये तथाकथित जो डबल इंजिन सरकार ये डबल इंजिन नो ये सब ट्रिपल इंजिन यांकर मालिक माने से माने आदानी अंबानी सेटा मेन इंजिन ताकू से घोड़े देकरी गेरुआ कनारे आउ ये दीटा इंजिन देखिक लोक ठकुंट लोक लुटुंट ये बांग्लादेशी प्रकरणटा हूँ आपड़ जब पूरा देखिए ये जल करी यही सब घटना गुड़ाक सामना को आसो जोटा को से सामना को आने को चाहती ना
ଦେଖନ୍ତୁ ସେଇଟା ତାଙ୍କୁ ତ ଯେତେ କଠୋର ଭାଷାରେ ଆମେ ନିନ୍ଦା କରିବୁ ସେଥିପାଇଁ କମ୍ ହେବ, କିନ୍ତୁ ଆଙ୍କୁ କଠୋର ହସ୍ତରେ ଦମନ କରିବା ଦରକାର। ସୁପ୍ରିମକୋର୍ଟ ନିଜେ ୟାକୁ ନେଇକି ଉଦ୍ବେଗ ପ୍ରକାଶ କରିଛି। କୌଣସି ସିଭିକ୍ ସେନ୍ସ ଥିବା ଭଦ୍ରଲୋକ ବୁଦ୍ଧିଜୀବୀ ବା ଶାନ୍ତିପ୍ରେମୀ ସାଧାରଣ ମଣିଷ ଚାହେଁ ନା। ଆପଣ ଦେଖିବେ ମୋ ପାଖରେ ଅନେକ ଭିଡ଼ିଓ ଅଛି, ଗାଁ ଗଣ୍ଡାରେ ଯେତେବେଳେ ଏମାନେ ଗରିବ ବେପାରୀକୁ ମିଛରେ ମାଡ଼ ମାରିକିରି ଭିଡ଼ିଓ କରିକିରି ନିଜକୁ ଦେଶପ୍ରେମୀ ବୋଲାଉଛନ୍ତି ମୂର୍ଖ ପଞ୍ଜାଏ, ସେତେବେଳେ ସେ ଗାଁର ନିରୀହ ଲୋକମାନେ, ମାଉସୀମାନେ, ଯେଉଁମାନେ ବୁଢ଼ା ଲୋକ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ସେ ଲୋକ ଫେରିବାଲାମାନଙ୍କୁ ଦେଖୁଛନ୍ତି, ସେ ଫେରିବାଲାମାନେ ଯେଉଁ ବୁଢ଼ା ହେଇଯାଇଛନ୍ତି ସେ ଆଜି ଆସିନାହାନ୍ତି, ସେ ତାଙ୍କ ଯୁବକ ବେଳୁ ଯୌବନ ବେଳୁ ସେମାନେ ବର୍ଷ ବର୍ଷ ଧରିକି ଆସିଛନ୍ତି। ତାଙ୍କ ସହିତ ପାରିବାରିକ ବାଏ ନେମ୍ ସେମାନେ ଜାଣିଛନ୍ତି, ବହୁତ ଅମକେଇ ମସି ସମକେଇ ମସି ଆ ପିଣ୍ଡାର ବସ୍ତା ବଡ଼ ହେଇଛନ୍ତି, ଆଜି ପର୍ଯ୍ୟନ୍ତ ସେ ଘୃଣା ନଥିଲା। ସେଇମାନେ ମୁଁ ଦେଖିଛି ଭିଡ଼ିଓରେ କହୁଛନ୍ତି ଏ ତାକୁ ଛାଡ଼, ସେ କେଉଁ କାଳୁ ଆସୁଛି, ଏ ତାକୁ କାହିଁ ଏମିତି କରୁଛୁ, ମାରୁଛୁ କାନ୍ଦୁଛୁ। କିନ୍ତୁ ଏମାନେ ବର୍ତ୍ତମାନ ଯେଉଁ ନକଲି ଦେଶପ୍ରେମୀ ସବୁ ବାହାରିଛନ୍ତି, ସେ ନକଲି ଦେଶପ୍ରେମୀଙ୍କର ଦୌରାତ୍ମ ପଛରେ ଏ ସରକାରମାନଙ୍କର ସମର୍ଥନ ଥିବାରୁ ଏଭଳି ଗୋଟିଏ ବହୁତ ବିକଟାଳ ପରିବେଶ ଆଉ ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁଟା ଦେଶ ପାଇଁ, ସଭ୍ୟ ସମାଜ ପାଇଁ ଆତକର ବା ଶୁଭଙ୍କର ନୁହେଁ। ভিডিও ভাল লাগিলে ভিডিওକୁ লাইক করন্তু, ভিডিওକୁ সেয়ার করন্তু, কমেন্ট বক্সরে নিজর মতামত দিয়ন্তু। নূয়া ভিডিও দেখিবা পাই আম চ্যানেলକୁ সবস্ক্রাইব করন্তু, বেল আইকন রে ক্লিক করন্তু। দেখা ହେବ ଆଉ ଏକ ନୂଆ ଶିକ୍ଷଣୀୟ ଭିଡ଼ିଓରେ। ନମସ୍କାର।